ଯାତ୍ରା ଜଗତର କିଛି ଯାତ୍ରା ମାଲିକ ମାନେ ଏମିତି କଥାବାର୍ତ୍ତା କରୁଛନ୍ତି କଳାକାର ଯେମିତି ତାଙ୍କ ପାଦ ତଳର ସେଇଭଳିଆ ସେ କଥାବାର୍ତ୍ତା କରୁଛନ୍ତି। ସମସ୍ତେ ନୁହଁ, କିଛି ମାଲିକ ମାନେ ଅଛନ୍ତି। ସେ ମାଲିକଙ୍କ ନାଁ ଯଦି ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିବାକୁ ପଡ଼ିବ, ଜାଣିପାରିବେ ସେ ମାଲିକ କିଏ, କୋଉ ଭଳିଆ କଥାବାର୍ତ୍ତା କରୁଛନ୍ତି। ଜୟ ଜଗନ୍ନାଥ। ମୁଁ ରାजेन्द्र ପୁଣି ଥରେ ସ୍ୱାଗତ କରୁଛି ଆଉ ଏକ ଦମଦାର ଭିଡ଼ିଓ ସହିତ ରକେଶନ ଚ୍ୟାନେଲକୁ। ଆଜି ଭିଡ଼ିଓ ଆମ ଓଡ଼ିଶାର ଯେତେ ଯାତ୍ରାପାଟି ଅଛନ୍ତି ସେଇ ଯାତ୍ରାପାଟି ମାଲିକ ଭିତରୁ କିଛି ମାଲିକ ଏମିତି କଥାବାର୍ତ୍ତା କରୁଛନ୍ତି ଯେମିତି କଳାକାର ତାଙ୍କ ପାଟିରେ ଯେଉଁ କଳାକାର ଅଛନ୍ତି ତାଙ୍କ ଘର ବେଠିଆ ସେଇଭଳିଆ କଥାବାର୍ତ୍ତା କରୁଛନ୍ତି। କିଛି ଦିନ ପୂର୍ବରୁ ଆମର ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ମିଡିଆ ସାମ୍ନାରେ କହିଥିଲେ, ଏମାନଙ୍କୁ ସିନା ମୋ ପାଟିରେ ରଖିଲେ ଏମାନଙ୍କୁ କଳାକାର ଲୋକମାନେ କହିବେ, ଯଦି କଳାକାର ସଙ୍ଗ ମୁଁ ରଖିଲେ ସେ କଳାକାର ନା ନ ରଖିଲେ ସେ କୋଉଠି କଳାକାର ରହିବ। ଏମାନଙ୍କୁ ମୋ ପାଟିରେ ନ ରଖିବେ ଏମାନଙ୍କୁ କିଏ ବାସି ବାଳରେ କଳାକାର କହିବେନି, ସେଇଭଳିଆ କହିଥିଲେ। ସେକରପଟେ ଧଉଳି ଗଣନାଟ୍ୟର ମାଲିକ କହିଥିଲେ ଏମାନେ 10-50, 100-200 କଳାକାର ଅଛନ୍ତି। ଓଡ଼ିଶାର ପୁରା 4.5 କୋଟି ଲୋକ ଅଛନ୍ତି। ଆମେ ସେଇ 4.5 କୋଟି ଲୋକଙ୍କ ଭିତରୁ କଳାକାର ବାଛିକି ନେଇକି ଆସୁ, ଯେଉଁମାନେ ବଣରେ ଫୁଟି ବଣମଲ୍ଲି ବଣରେ ଫୁଟି ଝଡ଼ି ଯାଉଛନ୍ତି। ଆମେ ସେମିତିଆ ବଣମଲ୍ଲିକି ନେଇକି ଆସିବୁ। ନୂଆ କରି ଚଢ଼େଇବୁ, ନୂଆ ଲୋକଙ୍କୁ ଦେଖେଇବୁ, ଦର୍ଶକ ମାନଙ୍କୁ। ଏଇଭଳିଆ 2 ଜଣ ଆମର ଏକରେ ଅନନ୍ତ ନାରାୟଣ କହୁଛନ୍ତି, ଏକରେ ଖୋଜିକି ଆଣନ୍ତୁ ନା ନୂଆ ନୂଆ କଳାକାର, ବହୁତ ଭଲ ହବ। ଆପଣ ଯୋଉଟା କହିଛନ୍ତି ବହୁତ ଭଲ କଥା କହିଛନ୍ତି, ନୂଆ ନୂଆ କଳାକାର ଖୋଜିକି ନେଇକି ଆସନ୍ତୁ, ମାନେ ଯାତ୍ରା ଦୁନିଆ ପାଇଁ ଗୋଟେ ବିସ୍ଫୋରଣ ହବ। ତୁଳସୀ ଗଣନାଟ୍ୟର ପ୍ରଯୋଜକ କହିଛନ୍ତି ଯଦି ଆମେ ତାଙ୍କୁ ଯାତ୍ରାପାଟି ରଖୁ ତାହେଲେ ସେମାନେ କଳାକାର ହେବେ, ନହେଲେ ସେ କଳାକାର ତାଙ୍କୁ କିଏ କହିବେନି। ଯଦି ସେ କୋଶ୍ଚିନ୍ଟା ଓଲଟା ଯାଏ, ଯଦି ସେଇ କଳାକାର ମାନେ ତମ ଯାତ୍ରାପାଟିରୁ ଟୋଟାଲ ବାହାରି ଯିବେ ତାହେଲେ ତମକୁ କିଏ ବାସି ବାଳରେ ମାଲିକ ବି କିଏ ପଛେ କହିବେନି। ଏ ତୁଳସୀ ଗଣନାଟ୍ୟର ମାଲିକ, ସିଏ ଅଶୋକ ସମ୍ରାଟର ମାଲିକ, ସିଏ ପୃଥ୍ୱୀରାଜ ମାଲିକ, କୋଉ ଲୋକ କୋଉ ଦର୍ଶକ ବି ମାନେ ତମକୁ ବାସି ବାଳରେ ଯାତ୍ରାପାଟି ମାଲିକ ବି କହିବେନି ଯଦି ସବୁ କଳାକାର ବାହାରି ଯିବେ। ହଁ, ଏଥର ବାବୁଲି ବାବୁ ପାଖକୁ ଯିବା, ମାନେ ଧଉଳି ଗଣନାଟ୍ୟର ମାଲିକଙ୍କ ପାଖକୁ ଯିବା। ବାବୁଲି ବାବୁ କଣ କହିଥିଲେ, ଇଏ ହେଲେ 10-50 କଳାକାର। ଓଡ଼ିଶାରେ 4.5 କୋଟି ଲୋକ ଅଛନ୍ତି। ବଣକୁ ଯାଇ ବଣମଲ୍ଲି ଆଣିବେ। ଠିକ ଅଛି, ବଣକୁ ଯାଇ ବଣମଲ୍ଲି ଆଣ। ଯଦି ବାପା ମା ନଥିବେ ତାହେଲେ ଛୁଆ ଜନ୍ମ ହେବେନି। ଯଦି ସିନିୟର ନଥିବେ ତାହେଲେ ଜୁନିୟର କେବେ ଶିଖି ପାରିବେନି। ଜଣଙ୍କ ଠାରୁ ଜଣେ ଶିଖିଥାଏ। ଯଦି ତମ ଦମ ଅଛି, ଯୋଉ କହୁଛ 10-50 କଳାକାର, ସେଇ 10-50 କଳାକାର ବର୍ତ୍ତମାନ ତମ ମାନେ ପାଟିରେ ଯେତିକି କଳାକାର ଅଛନ୍ତି ଟୋଟାଲ ବାହା କରିଦେଲ। ଦେଖିବା ଦମ ଅଛି ତୁଇ ବାହା କରିଦିଅ, ବାହା କରିଦେଇ ସବୁ ନୂଆ ପୁରେଇଲ। ଦେଖିବା କୋଉ ଶଳା ଯିବ ଧଉଳି ଗଣନାଟ୍ୟର ନାଚ ଦେଖିବ, ନା କୋଉ ଶଳା ଯିବ ତୁଳସୀ ଗଣନାଟ୍ୟର ନାଟ ଦେଖିବ। କୋଉ ଶଳା ବି ଯିବେନି, ମୁଁ ଏଇଟା ଗ୍ୟାରେଣ୍ଟି ମାରି କହୁଛ ନା, ଦମ ଦେଖେଇ କହୁଛ ନା। ମାନେ ସିନିୟର 10-50 କଳାକାର, ଓଡ଼ିଶାରେ 4.5 କୋଟି ଲୋକ ଅଛନ୍ତି। ସିନିୟର ଠାରୁ ଜୁନିୟର ଶିଖିଥାନ୍ତି। ଯଦି ସିନିୟର ରହିବେ, ଯଦି ବୁଢା ବୁଢୀ ରହିବେ, ତାଙ୍କଠାରୁ ନାତି ମାନେ କିଛି ଶିଖିବେ। ଠିକ ସେମିତି ଯାତ୍ରାପାଟିରେ ଯଦି ସିନିୟର କଳାକାର ନ ରହିବେ, ଜୁନିୟର ବାଲା କିଛି ବି ଶିଖିପାରିବେନି। ଏଟା ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ନିଶ୍ଚିନ୍ତ କହିବେ ମୁଁ ଠିକ କହିଲି କି ଭୁଲ କହିଲି। ଆଉ ଏଇ ଯୋଉ ଫୁଟାଣ ମାରି କହୁଛନ୍ତି ଆମେ ବଣକୁ ଯାଇ ବଣମଲ୍ଲି ଆଣିବୁ, କମ ପଇସା ନାଚ କରିବୁ, ଠିକ ଅଛି ଆଣ, ନୂଆ ଆର୍ଟିଷ୍ଟ ଆଣିଲେ ଭଲ କଥା। କିନ୍ତୁ ଦମ ଅଛନ୍ତି ସବୁ ଆର୍ଟିଷ୍ଟ ବାହା କରି ଦେଖାଅ। ଯୋଉ କହିଦେଲେ 10-50 କଳାକାର ଅଛନ୍ତି, ଆଉ କଣ ନାହାନ୍ତି? ବାହା କରି ଦେଖାଅ। ଧଉଳି ଗଣନାଟ୍ୟର ନାଁ ଚେଞ୍ଜ ହେଇଯିବ, ଆଉ ତୁଳସୀ ଗଣନାଟ୍ୟର ନାଁ ଚେଞ୍ଜ ହେଇଯିବ। ବାବୁ କହୁଛନ୍ତି ଯୋଉ ଏମାନଙ୍କୁ ଆମେ ସିନା ରଖିଲେ ସିନା କଳାକାର କହିବେ, ଯଦି ସେମାନେ ତମ ପାଟିକି ନ ଯିବେ ତମକୁ କିଏ ବାସି ବାଳେ ମାଲିକ ବି କହିବେନି। ଅନୁଷ୍ଠାନ ବାଲା ବି ବୁକିଂ କରିବେନି ତୁଳସୀ ଗଣନାଟ୍ୟକୁ, ମନେ ରଖିଥିବେ। ସମସ୍ତ ଉପରେ ନିର୍ଭର। ମାଲିକ କଳାକାରକୁ ନେଇ ମାଲିକ,
ନା ମାଲିକକୁ ନେଇ କଳାକାର? କଳାକାର ଗଲେ ସିନା ତମେ ମାଲିକ ହବ। ହଁ, ଯୋଉ କଥା କହୁଛନ୍ତି ଭାବି ଚିନ୍ତି କୁହନ୍ତୁ। ମାନେ କଳାକାର ତମ ବେଠିଆ ନୁହଁ, ଯୋଉ ଭଳିଆ କଥାଟା ଆପଣ ମାନେ ସବୁ କହୁଛନ୍ତି। ମୁଁ ଠିକ କଲି କି ଭୁଲ? ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ନିହାତି ମତ ରଖିବେ। ଯଦି ନୂଆ କରି ଭିଡ଼ିଓ ଦେଖୁଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ଯଦି ଫେସବୁକ୍ ଦେଖୁଛନ୍ତି ତାହେଲେ ମୋ ଫେସବୁକ୍ ଆଇଡି ରାଜେନ୍ଦ୍ର ବେହେରାକୁ ଫଲୋ କରିବେ। ଭଲ କମେଣ୍ଟ ଦେଲେ ଜୟ ଜଗନ୍ନାଥ, ଖରାପ କମେଣ୍ଟ ଦେଲେ ଜୟ ଜଗନ୍ନାଥ।